ଆଜିର ଭିଡିଓରେ ଆମେ ଜାଣିବା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ବିଷୟରେ। ବିଶିଷ୍ଟ ସାହିତ୍ୟିକ ତଥା ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତାଙ୍କର ଜନ୍ମ 27 ଜୁନ 1838 ପଶ୍ଚିମବଙ୍ଗର ଉତ୍ତର ଚବିଶ ପରଗଣା ଜିଲ୍ଲାର କାନ୍ଥାଲପଡ଼ା ଗ୍ରାମରେ ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ହୋଇଥିଲା। ପିତା ଯାଦବ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଜଣେ ସରକାରୀ ଅଧିକାରୀ ଥିଲେ ଏବଂ ମାତାଙ୍କ ନାମ ଦୁର୍ଗା ଦେବୀ ଥିଲା। ସେ ଜଣେ ମେଧାବୀ ଛାତ୍ର ଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପ୍ରଥମ ଦୁଇ ଜଣ ଛାତ୍ରଙ୍କ ମଧ୍ୟରୁ ସେ ଥିଲେ ଜଣେ। ପରବର୍ତ୍ତୀ ସମୟରେ ସେ ଆଇନ ମଧ୍ୟ ପଢ଼ିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ। ଚାକିରି ଜୀବନରେ ତାଙ୍କର ଓଡ଼ିଶା ସହ ଏକ ସ୍ୱତନ୍ତ୍ର ସମ୍ପର୍କ ଗଢ଼ି ଉଠିଥିଲା। ସେ ଓଡ଼ିଶାର ଯାଜପୁର ଠାରେ କିଛି ସମୟ ପାଇଁ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିଥିଲେ। ଯାଜପୁରରେ ରହିବା ସମୟରେ ସେ ସ୍ଥାନୀୟ ସଂସ୍କୃତି ଓ ଇତିହାସ ଦ୍ୱାରା ପ୍ରଭାବିତ ହୋଇଥିଲେ, ଯାହାର ଝଲକ ତାଙ୍କର କିଛି ସାହିତ୍ୟିକ କୃତିରେ ଦେଖିବାକୁ ମିଳେ। ବଙ୍କିମ ଚନ୍ଦ୍ରଙ୍କୁ ବଙ୍ଗଳା ସାହିତ୍ୟର ଉପନ୍ୟାସ ସମ୍ରାଟ କୁହାଯାଏ। ସେ ଭାରତୀୟ ସାହିତ୍ୟକୁ ଆଧୁନିକ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 1865 ମସିହାରେ ପ୍ରକାଶିତ ଦୁର୍ଗେଶ ନନ୍ଦିନୀ ଉପନ୍ୟାସଟି ତାଙ୍କର ପ୍ରଥମ ସାର୍ଥକ ବଙ୍ଗଳା ଉପନ୍ୟାସ ଥିଲା। ଆନନ୍ଦ ମଠ, ଯେଉଁଟାକି 1882ରେ ପ୍ରକାଶିତ ହୋଇଥିଲା, ତାହା ତାଙ୍କ ଜୀବନର ସବୁଠାରୁ ପ୍ରସିଦ୍ଧ ଓ ପ୍ରଭାବଶାଳୀ ଉପନ୍ୟାସ ଥିଲା। ସନ୍ନ୍ୟାସୀ ବିଦ୍ରୋହ ପୃଷ୍ଠଭୂମିରେ ରଚିତ ଏହି ବହିଟି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ ସାଜିଥିଲା। ଆନନ୍ଦ ମଠ ଉପନ୍ୟାସରେ ସନ୍ନିବେଶିତ ଏହି ଦେଶଭକ୍ତିପୂର୍ଣ୍ଣ ଗୀତଟି ପରବର୍ତ୍ତୀ ସମୟରେ ସେ ଗୀତଟି ହେଉଛି ବନ୍ଦେ ମାତରମ୍, ପରବର୍ତ୍ତୀ ସମୟରେ ଭାରତର ଜାତୀୟ ସଙ୍ଗୀତର ମାନ୍ୟତା ପାଇଲା। ଏହି ଗୀତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଦେଶପ୍ରେମର ନୂଆ ଜାଗରଣ ସୃଷ୍ଟି କରିଥିଲା। କପାଳକୁଣ୍ଡଳା, ବିଷବୃକ୍ଷ, ଦେବୀ ଚୌଧୁରାଣୀ ଏବଂ ରାଜସିଂହ ଆଦି ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା। ସେ ବଙ୍ଗଦର୍ଶନ ନାମକ ଏକ ସାହିତ୍ୟିକ ପତ୍ରିକା ମଧ୍ୟ ସମ୍ପାଦନ କରୁଥିଲେ। ସରକାରୀ ଚାକିରିରୁ ଅବସର ନେବାର କିଛି ବର୍ଷ ପରେ 8 ଏପ୍ରିଲ 1894 ମସିହାରେ କଲିକତା ଠାରେ ଏହି ମହାନ ସାହିତ୍ୟିକ ତଥା ଦେଶପ୍ରେମୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଲେଖନୀ ଭାରତୀୟ ଜନମାନସରେ ସ୍ୱାଧୀନତାର ସଂକଳ୍ପକୁ ସୁଦୃଢ଼ କରିବାରେ ଚିରସ୍ମରଣୀୟ ହୋଇ ରହିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓ କ'ଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।